ନମ୍ବର 1 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ। ଏ ଗସ୍ତ ଅବସରରେ ରାଷ୍ଟ୍ରପତି ମେଘାଳୟରେ ଉମିୟାମସ୍ଥିତ ଉତ୍ତର ପୂର୍ବ ପାର୍ବତ୍ୟାଞ୍ଚଳ ଭାରତୀୟ କୃଷି ଗବେଷଣା ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେବେ। ପରେ ଶ୍ରୀମତୀ ମୁର୍ମୁ ଆସନ୍ତା 10 ତାରିଖ ଦିନ ଓଡ଼ିଶାର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦ୍ଯାପନୀ ଅଧିବେଶନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନମ୍ବର 2 ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଓଡ଼ିଶାରୁ କୁମ୍ଭମେଳାକୁ ଯିବ ବସ୍। ଜାନୁଆରୀ 13 ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ କୁମ୍ଭମେଳା। ଏହି ମେଳାରେ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଯୋଗ ଦେଇ ଗଙ୍ଗାରେ ବୁଡ଼ ପକାଇବେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସ୍ୱତନ୍ତ୍ର ହାଇ ଏଣ୍ଡ ପ୍ରିମିୟମ୍ SRRTC ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁର ଭଳି ରାଜ୍ୟର ବିଭିନ୍ନ ସହରରୁ ଅଯୋଧ୍ୟା ଯାତ୍ରା ଆରମ୍ଭ କରିବ। ନମ୍ବର 3 ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ଆଜି ଗୁରୁବାର ପ୍ରବାସୀ ଭାରତୀୟ ସମ୍ମିଳନୀର କରିବେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ NTPCର ଅତ୍ୟାଧୁନିକ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରେ ସିଧା ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ତାକୁ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ନମ୍ବର 4 ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା। ମହିଳା ମାଷ୍ଟରମାଇଣ୍ଡ ସମେତ 3 ଗିରଫ। ରାଜଧାନୀ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ବୁଧବାର ହତ୍ୟା କରାଯାଇଛି। ଉକ୍ତ ଘଟଣାରେ କମିଶନରେଟ୍ ପୁଲିସ ସ୍ପେଶାଲ ସ୍କାଡ୍ସ ନୟାଗଡ଼ ଜିଲ୍ଲା ଶରଣକୁଳର ମହିଳାଙ୍କ ସହ 3 ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ। ଏମାନେ ପୂର୍ବରୁ ଜେଲ୍ ଯାଇଥିଲେ। ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି। ବ୍ରାଉନ୍ ସୁଗର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଇଛି। ନମ୍ବର 5 ଏହି ବଲିଉଡ୍ ଅଭିନେତ୍ରୀଙ୍କ ଘରୁ ଚୋରି ହେଲା ଅଲଙ୍କାର। ବଲିଉଡ୍ ଅଭିନେତ୍ରୀ ପୁନମ ଡିଡୋଲଙ୍କ ମୁମ୍ବାଇ ଘରୁ ହେଲା ଚୋରି। ଅଭିଯୁକ୍ତମାନେ କିଛି ନଗଦ ଟଙ୍କା ଏବଂ ଅଲଙ୍କାର ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ମୁମ୍ବାଇ ପୁଲିସ ତୁରନ୍ତ ଏହି ଘଟଣାରେ ତଦନ୍ତ କରିବା ସହ ଅପରାଧୀଙ୍କୁ ଗିରଫ କରିଥିଲା। ପୁଲିସର ସୂଚନା ଅନୁସାରେ ପୁନମ ଡିଡୋଲଙ୍କ ମ୍ୟାନେଜର ସନ୍ଦୀପ ଚୌଧୁରୀର ରବିବାର ଦିନ ଖାର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ନମ୍ବର 6 କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିକଟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, ଯାହାପରେ କାନାଡାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ, କାନାଡାରୁ ଆମେରିକାର 51ତମ ରାଜ୍ୟ କରିବାକୁ ଆମେ ସ୍ଥିର କରିଛୁଁ। ଏଭଳି ହେଲେ ଆମେରିକା ଓ କାନାଡା ଦୁଇ ଦେଶ ମିଶି ଏକ ମହାନ ଦେଶରେ ପରିଣତ ହେବ। ଟ୍ରମ୍ପଙ୍କ ଏଭଳି ବୟାନରେ ପରେ ଟ୍ରୁଡୋ ରାଗି ଯାଇଛନ୍ତି। ମଙ୍ଗଳବାର ଟ୍ରମ୍ପ ତାଙ୍କ ଟ୍ରୁଥ ମିଡିଆରେ ଆମେରିକାର 2ଟି ମାନଚିତ୍ର ସେୟାର କରିଛନ୍ତି। ସେଥିମଧ୍ୟରୁ ଗୋଟିଏରେ ସେ କାନାଡାକୁ ଆମେରିକାର ଅଂଶ ଭାବରେ ଦର୍ଶାଇଛନ୍ତି। ନମ୍ବର 7 ଭାରତରେ HMPVର 9ଟି ମାମଲା। ମୁମ୍ବାଇରେ 6 ମାସର ଶିଶୁ ସଂକ୍ରମିତ। ଚୀନ କରୋନା ଭାଇରସ ପରେ HMPV ମାମଲା ବଢ଼ିବାରେ ଲାଗିଛି। ଏବେ ଭାରତରେ 9ଟି ମାମଲା ସାମ୍ନାକୁ ଆସିଛି। ନବମ କେସ୍ ବୁଧବାର ମୁମ୍ବାଇରେ ଦେଖିବାକୁ ମିଳିଛି। ଏଠାରେ 6 ମାସର ଶିଶୁ HMPV ଭାଇରସ ସଂକ୍ରମିତ ହୋଇଛି। ଶିଶୁଟି 1 ଜାନୁଆରୀରୁ ଅସୁସ୍ଥ ଥିଲା। କାଶ, ଛାତିରେ ଯନ୍ତ୍ରଣା, ଅକ୍ସିଜେନ ଲେଭଲ 84% ପର୍ଯ୍ୟନ୍ତ ଖସିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନମ୍ବର 8 ଫେବୃଆରୀରେ ଲାଗୁ ହେବ ଆୟୁଷ୍ମାନ ଭାରତ। ଜାନୁଆରୀ ନୁହେଁ ଫେବୃଆରୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ। କ୍ୟାବିନେଟ ପାରିତ MOU ସ୍ୱାକ୍ଷର ପରେ ଏହା ଲାଗୁ କରାଯିବ। ନମ୍ବର 9 ପୂର୍ବ ଭାରତର ଅର୍ଥନୈତିକ ହବ୍ ହେବ ଓଡ଼ିଶା। ପୂର୍ବ ଭାରତରେ ପ୍ରଗତିଶୀଳ ଶିଳ୍ପ ଓ ଅର୍ଥନୈତିକ କ୍ଷମତା କେନ୍ଦ୍ର ଭାବେ ଓଡ଼ିଶା ଭତ୍ତା ହେବାକୁ ଯାଉଛି। ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦ୍ଘାଟନୀ ସମାରୋହର ଦ୍ୱିତୀୟାର୍ଦ୍ଧରେ ଆୟୋଜିତ ଓଡ଼ିଶାରେ ନିବେଶ ଶୀର୍ଷକ କର୍ମଶାଳାରେ ପରେ ମତ ପ୍ରକାଶ ପାଇଛି। ନମ୍ବର 10 ତିରୁପତିରେ ମନ୍ଦିର ବାହାରେ ଦଳାଚକଟା, 6 ମୃତ, ଅନେକ ଆହତ। ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିର ବାହାରେ ଦଳାଚକଟା। ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ ବଣ୍ଟନ ସମୟରେ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏ ଘଟଣାରେ ଏପର୍ଯ୍ୟନ୍ତ 6 ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ନମ୍ବର 11 ପାକିସ୍ତାନରେ 22 ଘଣ୍ଟା ବିଜୁଳି କାଟକୁ ନେଇ ବିକ୍ଷୋଭ। ପାକିସ୍ତାନର ଅଧିକୃତ କାଶ୍ମୀରର ଗିଲଗିଟ୍ ବାଲ୍ଟିସ୍ତାନର ହୁଞ୍ଜା ଜିଲ୍ଲାରେ 22 ଘଣ୍ଟିଆ ବିଦ୍ୟୁତ କାଟ ଘଟଣା। ଏହାକୁ ବିରୋଧ କରି ଜାରି କଲା ବିକ୍ଷୋଭ। ଆଉ ଏହି କାରାକୋରମ ରାଜପଥରେ ଯାତାୟାତ ବନ୍ଦ ରହିଥିବା ବେଳେ ପାକିସ୍ତାନ ଏବଂ ଚୀନ ମଧ୍ୟରେ ବାଣିଜ୍ୟ ବନ୍ଦ ହୋଇଯାଇଛି।
କୁହାଯାଇଛି। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ବିକ୍ଷୋଭକାରୀମାନେ ସୋମବାରଠାରୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ନମ୍ବର 12 ଚଳିତ ମାସ 20 ତାରିଖ ଠାରୁ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ଏନେଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ତୀବ୍ର କରାଯାଇଛି। ଶ୍ରଦ୍ଧାଳୁମାନେ 6 ଥାକିଆ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ସହ ମହାପ୍ରଭୁଙ୍କ ଦର୍ଶନ କରିବେ। ନମ୍ବର 13 ପଲାତକଙ୍କ ପାଇଁ ଚିନ୍ତା ବଢ଼ିଲା, ଶୁଭାରମ୍ଭ ହେଲା ଭାରତ ପୋଲ ପୋର୍ଟାଲ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସିବିଆଇ ଦ୍ୱାରା ପ୍ରସ୍ତୁତ ଭାରତ ପୋଲ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ସିବିଆଇ ଦ୍ୱାରା ବିକଶିତ ହୋଇଥିବା ଏହି ପୋର୍ଟାଲ ଅପରାଧୀଙ୍କୁ ଖୋଜିବା ଏବଂ ବିଦେଶରୁ ସ୍ୱଦେଶ ଫେରାଇ ଆଣିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସି ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରିବା ଏବଂ ପ୍ରକୃତ ସମୟ ନିଶ୍ଚିତ କରିବ। ନମ୍ବର 14 ପାକିସ୍ତାନ ନିରାଶ, ବ୍ରିକ୍ସରେ ସାମିଲ ହେଲା ଇଣ୍ଡୋନେସିଆ। ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ବ୍ରିକ୍ସ ଗୋଷ୍ଠୀରେ ଇଣ୍ଡୋନେସିଆକୁ ସଦସ୍ୟ ରାଷ୍ଟ୍ର ଭାବେ ଗ୍ରହଣ କରାଯାଇଥିବା ବେଳେ ପାକିସ୍ତାନରୁ ବାଦ୍ ଦିଆଯାଇଛି। ସବୁଠୁ ବଡ଼ କଥା ହେଉଛି ବ୍ରିକ୍ସରେ ସ୍ଥାନ ପାଇବା ପାଇଁ ପାକିସ୍ତାନ ଆବେଦନ କରିଥିବା ସତ୍ତ୍ୱେ ଇଣ୍ଡୋନେସିଆକୁ ସଦସ୍ୟତା ମିଳିଛି। ନିକଟରେ ବ୍ରିକ୍ସ ପକ୍ଷରୁ ନୂଆ ସଦସ୍ୟ ରାଷ୍ଟ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା। ନମ୍ବର 15 କିଏ ହେବେ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ଟ୍ରୁଡୋଙ୍କ ସ୍ଥାନ ନେଇପାରନ୍ତି ଅନିତା ଆନନ୍ଦ। ତୀବ୍ର ବିରୋଧାଭାସର ସମ୍ମୁଖୀନ ହେବା ପରେ କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଦିନକ ପୂର୍ବେ ଇସ୍ତଫା ଦେଇଛନ୍ତି ଜଷ୍ଟିନ୍ ଟ୍ରୁଡୋ। ତେବେ ତାଙ୍କ ସ୍ଥାନରେ କାନାଡାର ନୂଆ ତଥା ପରବର୍ତ୍ତୀ ଶାସକ ଭାବେ କିଏ ପ୍ରଧାନମନ୍ତ୍ରୀ ପଦରେ ଆସିବ ହେବେ ସେ ନେଇ ଏବେ ସମଗ୍ର ବିଶ୍ୱ ନଜର ରହିଛି। ସ୍ୱୟଂ ମଧ୍ୟରେ ଟ୍ରୁଡୋଙ୍କ ଉତ୍ତରାଧିକାରୀ ଭାବେ ଯେଉଁ କେତେଜଣଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ମଧ୍ୟରେ ଅନିତା ଆନନ୍ଦଙ୍କ ନାମ ସର୍ବାଗ୍ରେ ରହିଛି। ନମ୍ବର 16 ଯୁବକ ଚଷମାରେ ଲଗାଇଥିଲେ ଗୁପ୍ତ କ୍ୟାମେରା, ଶେଷରେ କ'ଣ ହେଲା? ଉତ୍ତରପ୍ରଦେଶର ଅଯୋଧ୍ୟାରୁ ଏକ ବଡ଼ ଖବର ଆସିଛି। ଏଠାରେ ରାମ ଜନ୍ମଭୂମି ପରିସରରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ନିଜେ ପିନ୍ଧିଥିବା ଚଷମାରେ ଗୁପ୍ତ କ୍ୟାମେରା ଲଗାଇଥିଲେ, ଯାହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ। ଅଭିଯୁକ୍ତ ଯୁବକ ଭଦୋଦରା ନିବାସୀ। ପୁଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି। ନମ୍ବର 17 ଘନ କୁହୁଡ଼ି ସତର୍କତା, ବଢ଼ିବ ତାପମାତ୍ରା, କମିବ ଶୀତ। ଆସନ୍ତା 3 ଦିନ ମଧ୍ୟରେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ ଆସନ୍ତା 3 ଦିନ ମଧ୍ୟରେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ନମ୍ବର 18 ଓଡ଼ିଶା ପ୍ରତି ରେଳବାଇର ଅବହେଳା ସମ୍ପର୍କରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ପଟ୍ଟନାୟକ। ଇଷ୍ଟ କୋଷ୍ଟ ରେଲୱେର ୱାଲଟିୟର ଡିଭିଜନ ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଲୱେ ଅଧୀନକୁ ଚାଲିଯିବା ପରିପ୍ରେକ୍ଷୀରେ ଗଭୀର ଉଦ୍ବେଗ ପ୍ରକାଶ କରି ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ତଥ୍ୟଭିତ୍ତିକ ପତ୍ର ଲେଖିଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ମାନ୍ୟବର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ୱାଲଟିୟର ଡିଭିଜନ ମଧ୍ୟରେ ଆସୁଥିବା ଓଡ଼ିଶାର ସମସ୍ତ ରେଳ ନେଟୱାର୍କ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ରହିବ, କିନ୍ତୁ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ। ନମ୍ବର 19 ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କଲା ବାଂଲାଦେଶ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭିସା ଅବଧି ବୃଦ୍ଧି କରିଛି ଭାରତ। ଅଗଷ୍ଟ ମାସରୁ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କୁ ପ୍ରତ୍ୟାର୍ପଣ ପାଇଁ ବାଂଲାଦେଶର ଆଭ୍ୟନ୍ତରୀଣ ସରକାର ନୂଆଦିଲ୍ଲୀକୁ କହି ଆସୁଛନ୍ତି। ଏ ପରିସ୍ଥିତିରେ ଆଜି ଭାରତ ସରକାର ହସିନାଙ୍କ ଭିସା ଅବଧି ବୃଦ୍ଧି କରି ଦେଇଛନ୍ତି। ଏହାର ଅର୍ଥ ଭିସା ଅବଧି ଶେଷ ହେବା ଯାଏଁ ହସିନା ଭାରତରେ ରହିପାରିବେ। ନମ୍ବର 20 ପାକିସ୍ତାନରେ ହୋଇଥିବା ଏକ ବିଚିତ୍ର ବିବାହର ଭିଡ଼ିଓ ଆଜିକାଲି ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। 6 ଭଉଣୀଙ୍କ ବିବାହ କଲେ 6 ଭାଇ। ଗୋଟିଏ ପରିବାରର 6 ଜଣ ଭଉଣୀ ମିଶି ଏକ ପରିବାର 6 ଭାଇଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। 100ରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଏହି ନିଆରା ବିବାହ ଆୟୋଜିତ ହୋଇଥିଲା। ଏ ବିବାହରେ ନା କୌଣସି ପ୍ରକାରର ଯୌତୁକ ସାମିଲ ହୋଇଛି ନା କୌଣସି ପ୍ରକାରର ଅଯଥା ଖର୍ଚ୍ଚ। 21 2025 ଶେଷ ସୁଦ୍ଧା ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ପ୍ରଭାତୀ। ପ୍ରବାସୀ ଭାରତୀୟ ଦିବସ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି କରିବ କହିଛନ୍ତି ପ୍ରଭାତୀ ପରିଡ଼ା। ଆହୁରି କହିଛନ୍ତି, ଆମର ସରକାର ଏହାକୁ ଲୋକଲୋଚନକୁ ଆଣି ବିଶ୍ୱ ଦରବାରରେ ପହଞ୍ଚାଇବ। ଏହା ସହ 2025 ଶେଷ ସୁଦ୍ଧା ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା। ନମ୍ବର 22 ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 72,250 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟର ସୁନାର 10 ଗ୍ରାମ ପିଛା 78,820 ଟଙ୍କା ରହିଛି।
ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟର ସୁନା ଦର 72,250 ଟଙ୍କାରେ ପହଞ୍ଚିଥିବା ବେଳେ 24 କ୍ୟାରେଟ ସୁନାର ଦର 78,820 ଟଙ୍କା ଥିଲା। ମୁମ୍ବାଇରେ 22 କ୍ୟାରେଟ ଓ 24 କ୍ୟାରେଟର ମୂଲ୍ୟ 72,250 ଟଙ୍କା ଓ 78,820 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ 72,400 ଟଙ୍କା ଓ 78,860 ଟଙ୍କା ରହିଛି।